ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ଭୂଗୋଳ ବିଷୟର 10ଟି ବହୁତ ଗୁରୁତ୍ୱପୂର୍ଣ୍ଣ ଜିକେ, ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀ, ପାଠକ ପାଠିକା ତଥା ସାଧାରଣ ଲୋକମାନଙ୍କ ପାଇଁ ଜାଣିବା ନିତାନ୍ତ ଦରକାର। ଏବେ ଆସ ଦେଖିବା ପ୍ରଥମ ପ୍ରଶ୍ନ। ପୃଥିବୀର ସବୁଠୁ ବଡ଼ ମହାସାଗର କ'ଣ? ପୃଥିବୀର ସବୁଠୁ ବଡ଼ ମହାସାଗର କ'ଣ? ଏଠାରେ ଅପସନ୍ ଅଛି ଭାରତ ମହାସାଗର, ପ୍ରଶାନ୍ତ ମହାସାଗର, ଉତ୍ତର ମହାସାଗର, ଦକ୍ଷିଣ ମହାସାଗର। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 1 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ପ୍ରଶାନ୍ତ ମହାସାଗର। ପରବର୍ତ୍ତୀ ପ୍ରଶ୍ନ। ଭାରତର ଦୀର୍ଘତମ ନଦୀ କ'ଣ? ଭାରତର ଦୀର୍ଘତମ ନଦୀ କ'ଣ? ଏଠାରେ ଅପସନ୍ ଅଛି ଯମୁନା, ସରସ୍ୱତୀ, କାବେରୀ, ଗଙ୍ଗା। ଏଠାରେ ନିଜର ଜ୍ଞାନକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 2 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଗଙ୍ଗା। ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱର ଉଚ୍ଚତମ ପର୍ବତର ନାମ କ'ଣ? ବିଶ୍ୱର ଉଚ୍ଚତମ ପର୍ବତର ନାମ କ'ଣ? ଏଠାରେ ଅପସନ୍ ଅଛି ଆରାବଳୀ, ଓଟାଙ୍ଗା, ମାଉଣ୍ଟ ଏଭରେଷ୍ଟ, ଦେଓମାଳି। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 3 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ମାଉଣ୍ଟ ଏଭରେଷ୍ଟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଭାରତର ସବୁଠୁ ଛୋଟ ରାଜ୍ୟର ନାମ କ'ଣ? ଭାରତର ସବୁଠୁ ଛୋଟ ରାଜ୍ୟର ନାମ କ'ଣ? ଏଠାରେ ଅପସନ୍ ଅଛି ଆସାମ, ଗୋଆ, ଗୁଜୁରାଟ, ଓଡ଼ିଶା। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 4 ନମ୍ବର କେଉଁଟି ହେବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଗୋଆ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱର ବୃହତ୍ତମ ମରୁଭୂମି କ'ଣ? ବିଶ୍ୱର ବୃହତ୍ତମ ମରୁଭୂମି କ'ଣ? ଏଠାରେ ଅପସନ୍ ଅଛି ଥର ମରୁଭୂମି, ସାହାରା ମରୁଭୂମି, ଗିର୍ ମରୁଭୂମି, ତୁନ୍ଦ୍ରାଞ୍ଚଳ। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 5 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ସାହାରା ମରୁଭୂମି। ପରବର୍ତ୍ତୀ ପ୍ରଶ୍ନ। ଭାରତର ରାଷ୍ଟ୍ରୀୟ ପଶୁ କ'ଣ? ଭାରତର ରାଷ୍ଟ୍ରୀୟ ପଶୁ କ'ଣ? ଏଠାରେ ଅପସନ୍ ଅଛି ହାତୀ, ବାଘ, ଘୋଡ଼ା, କୁକୁର। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 6 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ବାଘ। ପରବର୍ତ୍ତୀ ପ୍ରଶ୍ନ। ଭାରତର ଜାତୀୟ ପକ୍ଷୀ କ'ଣ? ଭାରତର ଜାତୀୟ ପକ୍ଷୀ କ'ଣ? ଏଠାରେ ଅପସନ୍ ଅଛି ପାରା, ଶୁଆ, ମୟୂର, ମଇନା। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 7 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ମୟୂର। ପରବର୍ତ୍ତୀ ପ୍ରଶ୍ନ। ଭାରତର ଜାତୀୟ ଫୁଲ କ'ଣ? ଭାରତର ଜାତୀୟ ଫୁଲ କ'ଣ? ଏଠାରେ ଅପସନ୍ ଅଛି ଚମ୍ପା, ଟଗର, କଇଁ, ପଦ୍ମ। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 8 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି।
ଏଠାରେ ସଠିକ୍ ଉତ୍ତରଟି ହେଉଛି ପଦ୍ମ। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗା ନଦୀର ଉତ୍ପତ୍ତି ସ୍ଥଳ କେଉଁଟି? ଗଙ୍ଗା ନଦୀର ଉତ୍ପତ୍ତି ସ୍ଥଳ କେଉଁଟି? ଏଠାରେ ଅପସନ୍ ଅଛି କେଟୁ ପର୍ବତମାଳା, ହିମାଳୟ, ଏଭରେଷ୍ଟ, ଗୋଡୱିନ୍ ଅଷ୍ଟିନ୍। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 9 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ହିମାଳୟ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁଠାରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ? ଭାରତର କେଉଁଠାରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ? ଏଠାରେ ଅପସନ୍ ଅଛି ଲଦାଖ, ଆସାମ, ଅରୁଣାଚଳ ପ୍ରଦେଶ, ଓଡ଼ିଶା। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 10 ନମ୍ବର କେଉଁଠି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅରୁଣାଚଳ ପ୍ରଦେଶ। ଧନ୍ୟବାଦ। ଏପରି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଠିକ୍ ଅଛି, ଧନ୍ୟବାଦ।